ଚମ୍ପୁଆ ରେଞ୍ଜରେ 10 ଟିକିଆ ହାତୀପଲଙ୍କ ଉତ୍ପାତ ଉଜାଡ଼ିଲେ ତରଭୁଜ ଚାଷ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ଜଙ୍ଗଲୀ ହାତୀପଲଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିଲାଣି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ 10 ଟିକିଆ ହାତୀପଲଙ୍କ ଉପଦ୍ରବ ଚଳାଇଥିବା ନେଇ ସୂଚନା। ଏହି 10 ଟିକିଆ ହାତୀପଲ ବ୍ୟାପକ ମାତ୍ରାରେ ତରଭୁଜ ଚାଷ ଦଳି ଚକଟି ନଷ୍ଟ କରିଥିବା ନେଇ ସୂଚନା। ଗତକାଲି ରାତିରେ 10 ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଲକ୍ଷ୍ମୀପୋଷି ଗାଁରେ ପଶି 10 ଏକର ତରଭୁଜ ଚାଷ ନଷ୍ଟ କରିଛନ୍ତି। ଏଠାରେ ଚାଷୀମାନେ ତରଭୁଜ ଚାଷ କରିଥିବା ବେଳେ 10 ଟିକିଆ ହାତୀପଲ ତରଭୁଜ ଖାଇବା ସହ ଜମିରେ ହୋଇଥିବା ତରଭୁଜକୁ ପାଦରେ ଦଳି ବ୍ୟାପକ ତରଭୁଜ ଫସଲ ନଷ୍ଟ କରିଛନ୍ତି। ଏଥର ତରଭୁଜ ଚାଷରୁ ଭଲ ଫସଲ ଉତ୍ପାଦନ ଲକ୍ଷ୍ୟ ରଖିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଖବର ପାଇ ବନ ବିଭାଗ ହାତୀପଲଙ୍କୁ କାଟୁଲିକଣା ଜଙ୍ଗଲକୁ ଘୋଡ଼ାଇ ଦେଇଛନ୍ତି। ହାତୀପଲ ନଷ୍ଟ କରିଥିବା ଫସଲର କ୍ଷତିପୂରଣ ଦାବି କରିଛନ୍ତି ଚାଷୀ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ। କାଲି ରାତି ମୁଁ ଲକ୍ଷ୍ମୀପୋଷିରେ ତରଭୁଜ ଚାଷ କରିଛି। ଲକ୍ଷ୍ମୀପୋଷିରେ ତରଭୁଜ ଚାଷ କରିଛି। ରାତି 3ଟା ବେଳକୁ ହାତୀ ଦଳଟା ଆସିଲେ, 10ଟା ହାତୀ ଆସିଲେ। ତରଭୁଜ ଗୁଡ଼ାକ ପୁରା ରହିକି ଖାଇଦେଲେ ସବୁଟାକୁ। କେତେ ନଷ୍ଟ ହେଇଛି? ଯାହେଲେ ବି ନଷ୍ଟ ହେଇଛି। ମୁଁ ସାବିତ୍ରୀ ଓଷା ପାଇଁ ରଖିଦେଲି। ପିକଅପ୍ରେ 2 ପିକଅପ୍ ଖଣ୍ଡେ ହେଇଥାନ୍ତା। ସବୁ ନଷ୍ଟ ସବୁ ମାଡ଼ିକି ଖାଇକି ସବୁ ନଷ୍ଟ କରିଦେଲେ। ଫରେଷ୍ଟ ବାଲା ଆସିଲେ, ରହିଲେ ଅଧଘଣ୍ଟା, ସେ ଦେଖିକି ଗଲେ ଭାରି, ଆଉ ଓଡ଼େଇ ନାହାନ୍ତି। ଆଜ୍ଞା ରୁମ୍ରେ ଶୋଇଥିଲୁ ବେଳକୁ କେତେବେଳେ ବାଇଚାନ୍ସ ପଳେଇ ଆସିଲେ ହାତୀ 10ଟା ପଳେଇ ଆସିକିନି ପୁରା ନିର୍ଛତ୍ର କରିକିନି ମାଡ଼ିକିନି ପୁରା ଗୁଣ୍ଡା କରିଦେଲା। ଆଜ୍ଞା କେତେ ତରଭୁଜ ନଷ୍ଟ କରିଛି? 2 ଗାଡ଼ି ଆଜ୍ଞା, ପିକଅପ୍ରେ 2 ଗାଡ଼ି ପାଖାପାଖି। ଫରେଷ୍ଟ ବାଲା ଆସିଥିଲେ ଆଜ୍ଞା, ଦେଖି ଦୁଖାକିନି ଖେଦି ଖୁଦାକିନି ପଳେଇଲେ।